ସବୁଠୁ ବେଷ୍ଟ ମୁଖ୍ୟ ପଏଣ୍ଟ ହେଉଛି ଗଞ୍ଜାମ ବ୍ରିଡ୍ କିଣିଲା ବେଳେ କୋଉ କୋଉ ମାନେ ଜିନିଷ ପ୍ରତି ଧ୍ୟାନ ଦେବା ଦରକାର ଯାହା ଫଳରେ କିନି ଆପଣମାନଙ୍କୁ କୌଣସି ଅସୁବିଧା ହେବ ନାହିଁ ସେ ବ୍ରିଡ୍ କିଣିବା। କୋଉ କୋଉ ମାନେ ଜିନିଷ ଏମିତି ଅଛି ତାଙ୍କ ବଡିରେ କିନି ଯାହାକି ସେଇଗୁଡାକୁ ଲକ୍ଷ୍ୟ କରିକି ଆପଣମାନେ କିଣିବେ। ବେସିକାଲି ତାଙ୍କ ବୟସ ଉପରେ ଲକ୍ଷ୍ୟ ରଖନ୍ତୁ, ଦାନ୍ତ ଉପରେ ଲକ୍ଷ୍ୟ ରଖନ୍ତୁ, ଆଉ ଆଖି ଚମକିଲା ଭଳିଆ ଲାଗୁଛି ନା ନାହିଁ, ମାନେ କିଛି ଜାଲ ଜାଲୁଆ ପେଜୁଆ ଭଳିଆ ଏଭଳିଆ କିଛି ନ ଲାଗିବା ଦରକାର, ମାନେ ପୁରା ଚମକିଲା ଭଳିଆ ଲାଗୁଥିବ, ପୁରା କ୍ଲିଅର ଲାଗୁଥିବ, ତ ତାକୁ ଦେଖନ୍ତୁ। ଆଉ କୌଣସି ଘା କ୍ଷତ ସ୍ଥାନ କୌଣସି ପ୍ରକାର ଅଛି ନା ନାହିଁ ତାକୁ ବି ଚେକ୍ କରନ୍ତୁ। ଆଉ କି ନାହିଁ ରୋଗାକ୍ରାନ୍ତ ହେଇଛି ନା ନାହିଁ ଭଲରେ ଦେଖନ୍ତୁ। এইগুড়াক ଦେଖିଲେ ଆପଣମାନେ କୌଣସି ଜନ୍ତୁ କିଣିଲା ବେଳେ ଅସୁବିଧାରେ ପଡ଼ିବେନି। ଆଉ ସଦାବେଳେ ଦେଖିଲା ବେଳେ ଜନ୍ତୁ ଉଚ୍ଚା ଲମ୍ବା ହାଇଟ୍ ଜନ୍ତୁ ଦେଖିକି କିଣିବାକୁ ଭଲ ଚେଷ୍ଟା କରନ୍ତୁ, କାହିଁକିନା ଭଲ କ୍ୱାଲିଟିର ହିଁ ଥାନ୍ତି ଉଚ୍ଚା ଲମ୍ବା ଜନ୍ତୁ। ଆଉ ପଇସା କମ୍ ବୋଲି କୌଣସି ମିକ୍ସ ଜନ୍ତୁ କିଣିବାକୁ ଚେଷ୍ଟା କରନ୍ତୁ ନାହିଁ। ଭଲ ବ୍ରିଡ୍ କିଣିବେ ତ ଭଲ ପ୍ରଫିଟ୍ ପାଇବେ, ଆଉ ଭଲ ସ୍ୱାସ୍ଥ୍ୟବାନ ଜନ୍ତୁ ମଧ୍ୟ ଆପଣଙ୍କ ପାଖରେ ରହିବେ, ଆଉ ଯାହାଫଳରେ ଆପଣମାନେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ତେଣୁକରି ଏଥିପ୍ରତି ନିହାତି ଧ୍ୟାନ ଦିଅନ୍ତୁ।